ଆମ ଉତ୍କଳୀୟ ପରମ୍ପରାରେ 12 ମାସରେ 13 ପର୍ବ। ଓଡ଼ିଶା ଏକ କୃଷି ପ୍ରଧାନ ରାଜ୍ୟ ହୋଇଥିବାରୁ ପ୍ରତ୍ୟେକଟି ପର୍ବପର୍ବାଣୀ ପ୍ରାୟତଃ କୃଷିଭିତ୍ତିକ ହୋଇଥାଏ। ତା ମଧ୍ୟରୁ ଧନୁ ସଂକ୍ରାନ୍ତି ଅନ୍ୟତମ। ଯେଉଁ ସଂକ୍ରାନ୍ତିରେ ନୂତନ ଶସ୍ୟରୁ ପ୍ରସ୍ତୁତ ମୁଆଁ ପ୍ରସାଦ ରୂପରେ ଦେବତାମାନଙ୍କୁ ଅର୍ପଣ କରିବାର ଏକ ବିଶେଷ ପରମ୍ପରା ରହିଛି, ଯାହାକୁ ଧନୁମୁଆଁ କୁହାଯାଇଥାଏ। ଏହି ମୁଆଁ ଧନୁ ସଂକ୍ରାନ୍ତିରେ ଦେବତାଙ୍କୁ ଅର୍ପଣ କରାଯାଉଥିବାରୁ ସେଥିପାଇଁ ଏହାକୁ ଧନୁମୁଆଁ ନାମରେ ନାମିତ କରାଯାଇଛି। ମାର୍ଗଶିର ମାସର ପ୍ରଥମ ଧାନ ଅମଳ ପରେ ନୂତନ ଅମଳ ଶସ୍ୟକୁ ସର୍ବପ୍ରଥମେ ଐଶ୍ୱର୍ଯ୍ୟର ଠାକୁରାଣୀ ମା ମହାଲକ୍ଷ୍ମୀଙ୍କୁ ସମର୍ପଣ କଲା ପରେ ପୌଷ ମାସର ପ୍ରଥମ ଦିବସ ପୌଷ ସଂକ୍ରାନ୍ତିରେ ସେହି ନୂତନ ଶସ୍ୟରୁ ମୁଆଁ ପ୍ରସ୍ତୁତ କରି ଦେବତାମାନଙ୍କୁ ନୈବେଦ୍ୟ ରୂପରେ ସମର୍ପଣ କରାଯାଇଥାଏ। ତା ସହିତ କୋଟି ଓଡ଼ିଆଙ୍କ ମଉଡ଼ମଣି ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପାଖରେ ଏହି ଦିନ ପହିଲି ଭୋଗରେ ଧନୁମୁଆଁ ପ୍ରସାଦ ରୂପରେ ଅର୍ପଣ କରିବାର ଏକ ପରମ୍ପରା ରହିଛି। ଏହି ଅପୂର୍ବ ସଂସ୍କୃତି ଏବଂ ପରମ୍ପରା ଆମେମାନେ ଜଗନ୍ନାଥ ସଂସ୍କୃତିରେ ଦେଖିବାକୁ ପାଇଥାନ୍ତି।